କହିବି ସେ ଯେ ସ୍ୱାଧୀନ ବିଧାୟକ ଛିଡ଼ା ହେଇଥିଲେ ହିମାଂଶୁ ଗଡ଼ସର ବୋଲି ଆପଣମାନେ ସେ ପ୍ରଚାର ବେଳେ ସେତେବେଳେ ଦେଖିବେ ସେତେବେଳେ ତା ଯେତେବେଳେ ପ୍ରଚାର ଗାଡ଼ି ଥିଲା ତା ସାଇଡ଼ରେ ବି ସେ ମୋ ନା ଡାକ ନା ଯାହା ଲିକୁ ଲିକୁ ବୋଲି ଲେଖାଇ ରଖାଇଥିଲା ସେ ତାର ବ୍ୟକ୍ତିବିଶେଷ ତାର ଡାକ ନା ବି ସେୟା ନଥିଲା ଏବଂ ସିଏ ତା ନିଜ ମୁହଁରେ କନଫେସ୍ କରିଛି କି ତାକୁ ପୂର୍ବତନ ବିଧାୟକ ଧର୍ମଶାଳା ଏବଂ ବିଜୁ ଜନତା ଦଳର ଅନ୍ୟାନ୍ୟ ଆଗଧାଡ଼ିର ନେତାମାନେ ତାକୁ ସେ ଜାଗାରୁ ଡାକି ଜବରଦସ୍ତି ଉଠେଇ କିଡନାପ କରି ଧମକେଇ ଡରେଇ ଧମକେଇ ସେ ଜାଗାରେ ତାକୁ ଛିଡ଼ା କରିଥିଲେ। ତେଣୁ ଏଇଟା ନିଶ୍ଚୟ ବିଜୁ ଜନତା ଦଳର ଯାଜପୁରର ସମସ୍ତ ନେତାମାନେ ଜାଣିଥିଲେ କି ଧର୍ମଶାଳା ଏବଂ ଅନ୍ୟାନ୍ୟ ଜାଗାରେ ଆମେ ହାରୁଛୁ ଏବଂ ସରକାର ଯାଉଛି ସେ କୁଚକ୍ରାନ୍ତ କରି ସେ ଏମିତି ଲୋକକୁ ଡାକି ସେ ସ୍ୱାଧୀନ ଭାବରେ ଛିଡ଼ା କରିଥିଲେ। ଯେଉଁ ଲୋକକୁ ଆପଣ ସେଥିରେ ହସିବା କଥା ଗୋଟେ କହୁଛି ସେ ଲୋକକୁ ଡାକି ତାକୁ ମିଛ ପ୍ରଲୋଭନ ବି ଦେଇଥିଲେ। ତାର ଗୋଟେ ମା ଥିଲା ତାକୁ ଘର କରିଦେବୁ ଟଙ୍କା ଦେବୁ ବହୁତ କିଛି ଦେବୁ ସେ ଲୋକଟି ଗୋଟେ ଦୋକାନରେ କାର୍ଯ୍ୟ କରୁଥିଲା ସେ ଆଜି ବି ସେମିତି କାର୍ଯ୍ୟରତ ରହିଲା ତାକୁ ସେମିତି ଦୁର୍ଦିନ ଅବସ୍ଥାରେ ପକାଇଥିଲେ ସେ ସ୍ୱତଃପୃତ ଭାବରେ ଆମ ପାଖକୁ ଆସିକି ମୋତେ ବି ଦେଖା କରିଛି ସେ ପିଲା ଦେଖା କରିଛି। ଗୋଟେ ହୀନମାନର କାମ ଗୋଟେ ସାଧାରଣ ଲୋକକୁ ଡାକିକି ବିଜୁ ଜନତା ଦଳର କାମ ଏମିତି ହଇରାଣ କରିବା ପ୍ରଲୋଭିତ କରିବା ଏମିତି ଚକ୍ରୀରେ ରାଜନୀତି କରିବା ଯେଉଁଟାକି ତାଙ୍କ ପାଇଁ ସେଇଟା ମହଙ୍ଗା ପଡ଼ିଲା। ତେଣୁ ସାଧାରଣ ଲୋକ ତାଙ୍କର କାର୍ଯ୍ୟକଳାପ ଜାଣିସାରିଥିଲେ ଏବଂ ଜାଣୁଛନ୍ତି ଏବଂ ଏମିତି କାର୍ଯ୍ୟରେ ଆଜି ବିଜୁ ଜନତା ଦଳ ଆଜି 10 ଭାଗ ହେଇକି ଆଜି ଫାଟିକି ନଷ୍ଟ ହେବାକୁ ଯାଉଛି ଏବଂ କହିବାକୁ ଗଲେ ବିଜୁ ଜନତା ଦଳ ଗୋଟେ ଟାଇପ୍ରେ ଆଜି ଆଉ ରାଜ୍ୟରେ ନଷ୍ଟ ହେଇକି ସମାପ୍ତ ହେଇଗଲେଣି। ତାଙ୍କର ତ କାର୍ଯ୍ୟ ସବୁବେଳେ ବିଲେଇ ଆଖି ବୁଝି ବୁଝି କ୍ଷୀର ପିଇବ କେହି ଦେଖିପାରିବେନି ସେମିତି କାର୍ଯ୍ୟ। ତେଣୁ ଯେତେବେଳେ ଭିକ୍ଟିମ୍ ଯିଏ ହେଇଛି ନିଜେ କନଫେସ୍ କରୁଛି ତାପରେ ଆଉ ସିଏ ତାଙ୍କ ମନେକରେ କ'ଣ ରହୁଛି ଏବଂ ଏଇଟା ସାରା ଓଡ଼ିଶା ଜାଣିଛି ସାରା ଯାଜପୁର ଜାଣିଛି ଧର୍ମଶାଳା ସମସ୍ତେ ଜାଣିଛନ୍ତି ସେ ଲୋକ ନିଜେ ଯେତେବେଳେ କନଫେସ୍ କରୁଛି ତେଣୁ ତାଙ୍କ ପାଖରେ କିଛି ଉତ୍ତର ନାହିଁ ଏବଂ ସେ ଏବେ ବିକଳା ହେଇକି ତାଟିଆ କାମୁଡ଼ୁଛନ୍ତି। କାରଣ ଆଗାମୀ ଦିନରେ ଯେତେବେଳେ ଦେଖୁଛନ୍ତି ସ୍ୱତଃପୃତ ଭାବରେ ଆବାଳ ବୃଦ୍ଧା ବନିତା ଛୋଟ ଛୁଆଠୁ ନେଇକି ବୁଢ଼ା ପର୍ଯ୍ୟନ୍ତ ଜଣେ ଲୋକ ଏବେ ବିଜୁ ଜନତା ଦଳର ଘରର ଆଶରା ଛାଡ଼ି ଏବଂ ତାଙ୍କ ଉପରେ ଆଉ ଆସ୍ଥା ପ୍ରକଟ ନକରି ଏବେ ଆସି ଭାରତୀୟ ଜନତା ପାର୍ଟିର ସ୍ୱଚ୍ଛ ସରକାରରେ ମୋହନ ମାଝୀଙ୍କ ସରକାରରେ ଧର୍ମଶାଳାରେ ଯାଜପୁରରେ ବହୁତ ମାତ୍ରାରେ ଯୋଗ ଦେଉଛନ୍ତି ଏବଂ 10 ତାରିଖ ଦିନ ମୁଁ ତ କହିବି ବିଜୁ ଜନତା ଦଳର ଗଡ଼ ସଫା ହେଉଛି ଧର୍ମଶାଳାରେ ଏବଂ ଏହା ଧୀରେ ଧୀରେ ଯାଜପୁର ବ୍ୟାପୀ ସାରା ଓଡ଼ିଶାରେ ସଫା ହେବାରେ ଲାଗିଛି। ତେଣୁ ନିଶ୍ଚୟ ତାଙ୍କୁ କଷ୍ଟ ତ ହେଉଥିବ ଦୁଃଖ ହେଉଥିବ ତେଣୁ ତାଙ୍କ ଦୁଃଖ କଷ୍ଟକୁ ଆମେ ସମବେଦନା ଦେଉଛୁ। ତେଣୁ ସେଥିରେ ଯେଉଁ ଲୋକଟି ଯାହା କନଫେସ୍ କରିଛି ତା ନିଜ କନଫେସ୍ ତ ସତ୍ୟ କହୁଛି ତ ମିଛ କହିବନି ଆପଣମାନେ ନିଶ୍ଚୟ ମୁଁ କହିବି କ୍ୟାମେରା ବୁମ୍ ନିଅନ୍ତୁ ସେ ଲୋକ ପାଖରୁ ବି ତା ପାଖରୁ ବି ସତ୍ୟତା ନିଅନ୍ତୁ ନେଇକି ଆପଣ ତାକୁ ପରିପ୍ରକାଶ କରନ୍ତୁ ବିଜୁ ଜନତା ଦଳର କ'ଣ କୁଚକ୍ରି ଚାଲିଥିଲା ଏବଂ ସେମାନେ ସମାଜ ପାଇଁ କ'ଣ ଦେବାକୁ ଚାହୁଁଛନ୍ତି ନିଜର ପତିଆରା ଯାହା କରୁଥିଲେ ସାରା ଓଡ଼ିଶାବାସୀ ସେଟା ଦେଖେଇଦେଲେ ତାଙ୍କୁ ଓଲଟେଇକି ଫୋପାଡ଼ି ଦେଲେ। ତେଣୁ ଆଉ ସେ କୁଚକ୍ରି ପତିଆରା ସେ ମିଛ କଥା ଆଉ ହେଇପାରିବନି ଲୋକ ସବୁ ଜାଣିସାରିଲେ। ନିଶ୍ଚୟ ଖାଲି ପ୍रणबनंद ने सारा धर्मशाला सारा जाजपुर लोक जानी जोटा प्रमाणित है। तेणु से निश्चय भयभीत न होते एमती कैंडिडेट दबा आमर 300 लोक फल्स केस दबा जेल पुरेबा घर न बाहर करदबा भोटिंग ईवीएम बॉक्स चोरी करवा ये सब कार्य कहीं करुँचे मुझे स्वच्छ हिसाब से जितबार अच्छी मिछुटार पैसा बांटा लोक बाड़ेवा ये सब कार्य कहीं करुँ मुझे लोक कार्य कर 24 वर्ष तो मत लोक घरे आसिक आराम डाक भोट देवे। तेणु सारा ओडिशावासी प्रमाणित करदेले एटा कौन सन्देह नहीं कौन प्रश्न नहीं एटा समस्त जानिले सारा ओडिशा रे लोक 10 तारिख रे हमर जशस्व सभापति राज्य सभापति मनमोहन भाईंकर आगमन होची जाजपुर रे आम समस्त जाजपुर 7टी जाक निर्वाचन मंडल समस्ते आम नेतृत्व नौथुवा लोक आम तांको संबर्धना दउचे धर्मशाला माटी रे महोत्सव पड़िया रे होची सारा 7 निर्वाचन मंडल 50,000 ऊर्ध्व लोक आसुचंदी आम समस्ते संबर्धना दउचे এবং সেই দিন आम धर्मशाला এবং अन्यान्य निर्वाचन मंडल प्राय विजु जनता दलर बहुत आगधाड़ी नेता सभापति सरपंच पीएस मेंबर बहुत आगधाट कर्मी जो मैंने समाज में जार किसी कार्य अवदान थिला से माने देखिले से जगह अवहेलित होते गोटे राह पाऊन से रास्ता पाइले सभापति सामने से मैंने आसी भारतीय जनता पार्टी जोग दौरान यह निश्चय भारतीय जनता पार्टी कार्य को आग को हाथ मुठा टाण कर केवल लोकंर कार्य करने लोकों पाखे पहुँचिकी भारतीय जनता पार्टी आचार विचार कार्य करने से निश्चय से साहाय्य कर 10 तारिख दिन ये कार्यक्रम समस्ते सारा ओडिशा पुणी आउ थे देखिए। निश्चय मु तो महामिश्रण कथा मु कहि परिबिनी सेटा से कार्यक्रम पर जेतेबेले आपण को टेलीविजन द्वारा जेतेबेले आसीबो सेतेबेले सारा ओडिशा लोक देखिबे जाजपुर रे विजु जनता दलर गड़ केमिति भुसुड़ी आपण विगत दिन देखिथिले जेतेबेले तांकर एक्स एमएलए तांकर निज भाई की तांकर मु कहिथिली परिवार वंश शासन को धर्मशाला उठे दियाबो जहाँ जहाँ कुहाइतिला जेतेबेले तांको हटा हला तांको भाई चेयरमैन थिले
ଯେତେବେଳେ ସେଇ ସରପଞ୍ଚ ବେସ୍ ମେମ୍ବର ସେମାନେ ଗଢ଼ିଥିଲେ ସେମାନେ ନିଜେ ନିଜେ ସରପଞ୍ଚ ବେସ୍ ମେମ୍ବର ତାଙ୍କୁ ଉଠେଇକି ଫୋପାଡ଼ି ଦେଲେ। ଉଠେଇକି ତ ଫୋପାଡ଼ି ନାହାନ୍ତି, ସେ ଯେତେବେଳେ ନିଜ ଅନାସ୍ଥାକୁ ଯାଇଥିଲେ ଆଉ ନିଜକୁ କଣ୍ଟ୍ରୋଲ କରିପାରିଲେନି, ମିଛଟାରେ ଯାଇକି ନିଜେ ପଳାୟତ ଭଳିଆ ପଳେଇଲେ। ତେଣୁ ଜାଣିପାରୁଥିବେ ନେତୃତ୍ୱ ନେଉଥିବା ଲୋକଟି ଯେତେବେଳେ ଗୋଟେ ପଞ୍ଚାୟତର ବାଇ ଇଲେକ୍ସନ ଟାଇପ୍ର କାର୍ଯ୍ୟ ହଉ, ଯେତେବେଳେ ନିଜେ ଲଢ଼ି ପାରୁନି ପଳାୟନ ହେଇଯାଉଛି, ତେଣୁ ତାଙ୍କ ନେତୃତ୍ୱ କୋଉ ଦୃଢ଼ ଅଛି ଏବଂ ସେ ଲୋକଙ୍କ ପାଖରେ ତାଙ୍କ କର୍ମୀ ପାଖରେ କୋଉ ହିସାବରେ ଛିଡ଼ା ହେଇଛନ୍ତି ସେଇଟା ଆପଣମାନେ ନିଜେ ଜାଣିପାରୁଥିବେ। ସାରା ଧର୍ମଶାଳା ଯାଜପୁର ଓଡ଼ିଶାବାସୀ ସେ ନ୍ୟୁଜ୍ ଦେଖିଲେ ସମସ୍ତେ ଜାଣିଛନ୍ତି। ତେଣୁ ଜଣେ ନେତା ଯେତେବେଳେ ନିଜ କର୍ମୀକି ରଖିପାରୁନି ପଳାୟତ ହେଇଯାଉଛି, ତେଣୁ ସେ ନେତୃତ୍ୱ ମତେ ଲାଗୁଛି କୌଣସି ନା କୌଣସି ଜାଗାରେ ଆଉ ନାହିଁ। ମିଛୁଟାରେ କେବଳ ସେଠି କେବଳ ସେ ରାହାଜାନୀ ବେପାର ପାଇଁ ଥିଲା, ଯେତେବେଳେ ରାହାଜାନୀ ବେପାର ବନ୍ଦ ହେଇଯାଉଛି ତେଣୁ ସିଏ ବି ନିଜେ ମତେ ଲାଗୁଛି ଆ ଭିତରେ କୌଣସି ଜାଗା ଛାଡ଼ି ପଳେଇଯିବେ।